ଆଜି ଆମେ ଓଡ଼ିଶାର ପ୍ରମୁଖ କୃତ୍ରିମ ହ୍ରଦ ଓ ଏହାର ଅବସ୍ଥିତି ବିଷୟରେ ଜାଣିବା। କୃତ୍ରିମ ହ୍ରଦ ଯେଉଁଟାକୁ ଆମେ ଡ୍ୟାମ୍ କିମ୍ବା ନଦୀବନ୍ଧ ବୋଲି କହୁଛେ, ତାହା କେଉଁ ଜିଲ୍ଲାରେ ଅବସ୍ଥିତ ଏବଂ ତା'ର ନାମ ଗୁଡ଼ିକ ଜାଣିବା। କେତେ ଗୁଡ଼ିଏ ସବୁ କୃତ୍ରିମ ହ୍ରଦ ଗୁଡ଼ିକର ନାଁ ଜାଣିବା ଆଉ ତା'ର ଅବସ୍ଥିତି ଜାଣିବା। ହୀରାକୁଦ କୃତ୍ରିମ ହ୍ରଦଟି ରହିଛି, ତା'ର ଯାହାର ରହୁଛି ଆୟତନ ହେଉଛି 746 ବର୍ଗ କିମି। ତା'ର ଉତ୍ସ ହେଉଛି ମହାନଦୀ, ଅବସ୍ଥିତି ହେଉଛି ସମ୍ବଲପୁର। ଖଣ୍ଡାଧାର ହ୍ରଦ ଯେଉଁଠି ରହିଛି ରାମେୟାଳ, ତା'ର ଉତ୍ସ ହେଉଛି ରାମେୟାଳ, ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ। ରେଙ୍ଗାଲି ନଦୀବନ୍ଧ ଯେଉଁଠି ରହିଛି ତାହା ବ୍ରାହ୍ମଣୀ ନଦୀ, ତା'ର ଉତ୍ସ ଅନୁଗୁଳ ଜିଲ୍ଲାରେ ଅବସ୍ଥିତ। ଡେରାସ ହ୍ରଦ ରହିଛି, ପାହାଡ଼ ଘେରା ଜଳାଶୟ ହେଉଛି ତା'ର ଉତ୍ସ, ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ମୋହନପୁର ହ୍ରଦଟି ପାହାଡ଼ ଘେରା ଜଳାଶୟ, ତା'ର ଉତ୍ସ ରହିଛି ଆଉ ନୟାଗଡ଼ ଜିଲ୍ଲାରେ ଅବସ୍ଥିତ। କୋଲାବ ହ୍ରଦଟି ହେଉଛି ତା'ର ଉତ୍ସ ହେଉଛି କୋଲାବ ନଦୀ ଯୋଉଠି ରହିଛି, ତାହେଲେ ତା'ର କେଉଁ ଜିଲ୍ଲାରେ ନା କୋରାପୁଟ ଜିଲ୍ଲାରେ ଅବସ୍ଥିତ। ଇନ୍ଦ୍ରାବତୀ ହ୍ରଦଟି, ଇନ୍ଦ୍ରାବତୀ ହିଁ ତା'ର ଉତ୍ସ ଆଉ କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ। ସରଡ଼ାଘାଇ ହେଉଛି ଋଷିକୂଲ୍ୟା, ତା'ର ହେଉଛି ଉତ୍ସ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ସେହିଭଳି ଆପଣଙ୍କର ସରଡ଼ାଘାଇ ପରେ ଉପରଜଙ୍କ ହ୍ରଦଟି ଜଳସେଚନ ପ୍ରକଳ୍ପ, ତା'ର ଉତ୍ସ ଏବଂ ନୂଆପଡ଼ା ଜିଲ୍ଲାରେ ଅବସ୍ଥିତ। ଋଷେଶକୋଣ୍ଡା ହ୍ରଦଟି ଋଷିକୂଲ୍ୟା ହେଉଛି ତା'ର ଉତ୍ସ ଆଉ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ନିକୋ ପାର୍କ ଯେଉଁ ହ୍ରଦଟି ରହିଛି ତା'ର ଉତ୍ସ ହେଉଛି ପ୍ରାକୃତିକ ଧାରାରୁ ସେ ବାହାରିଛି, ତିଆରି ହୋଇଛି ଆଉ ଖୋର୍ଦ୍ଧା ଭୁବନେଶ୍ୱରରେ ତାହା ଅବସ୍ଥିତ।